ଆଜି ଆମ ଘରକୁ ସ୍ପେଶାଲ ଲୋକଟେ ଆସୁଛି ଯିଏ ମିଠେଇ ଭାର ନେଇ ଆସୁଛି ମିଠେଇ ଭାର। ଆଜି ମୋ କୁନି ଯା ଆସୁଛି। ଦୀର୍ଘ 2 ମାସ ବାପ ଘରେ ରହିଲା ପରେ ଆଜି ସେ ଆସୁଛି ଶାଶୁ ଘରକୁ। ଆଉ ଠିକ୍ ମୁଁ ସନ୍ଧ୍ୟା ଦେଇ ସାରିଲା ପରେ ଆମ ହିରୋଇନ ଆସିକି ପହଞ୍ଚି ଯାଇଛି। ଆଉ ସତ କହୁଛି ଆଗରୁ ମୁଁ ଏକା ଥିଲି, ଏବେ ମତେ ଗୋଟେ କୁନି ଭଉଣୀଟେ ମିଳିଯାଇଛି। ଆଉ ଯେହେତୁ ଛାଡିବାକୁ ବାପା ଆସିଥିଲେ ତାଙ୍କ ଚର୍ଚ୍ଚାରେ ଟିକେ ଆମେ ଶାଶୁ ବୋହୂ ଲାଗିଯାଇଛୁ। ଓଡିଆ ଘରର ନିୟମ ପରମ୍ପରା ହିସାବରେ ମିଠେଇ ଭାର ମଧ୍ୟ ନେଇକି ଆସିଛି। ଆଉ ଶାଶୁ ମାଙ୍କର ମନ ଜାଣି ପାନ ମଧ୍ୟ ନେଇକି ଆସିଛି। ମୁଁ ଏଠି ଠାକୁମାଙ୍କୁ ପଚାରି ଠାକୁମା କଣ ଖାଇବ କୁହ, ଆଉ ଠାକୁମା କହୁଛନ୍ତି ଯାହା ଦବୁ ମୁଁ ଖାଇବି ଆଉ। ବାପାଙ୍କ ଦ୍ୱାରା ମିଠେଇ ପେଟି ଖୋଲା ହେଲା ଆଉ ବଣ୍ଟା ବଣ୍ଟି କାର୍ଯ୍ୟକ୍ରମ ଆମର ଷ୍ଟାର୍ଟ ହେଇଗଲା। ଏନର୍ଜି ଟିକେ ଡାଉନ ହେଇଯିବାରୁ ଯାହା ସବୁ ଆସିଥିଲା ତା ଦେହରୁ ଟିକେ ଟିକେ ଖାଇ ଦେଇଥିଲୁ। ଶାଶୁମାଙ୍କ ମନ ଟିକେ ଦୁଃଖ ଥିଲା, କିନ୍ତୁ ଗୁଣ୍ଡି ଡବା ଦେଖିକିନା ତାଙ୍କ ମନ ଭାରି ଖୁସି ହେଇଗଲା। ଆଉ ହଁ, ଖାଲି ମିଠେଇ ଭାର ନୁହଁ ଆଜ୍ଞା, ପରିବା ଭାର ମଧ୍ୟ ମୋ ସାନ ଯା ନେଇକି ଆସିଥିଲା। ସବୁ ଜିନିଷ ତ ଖୋଲାଖୋଲି ହେଲା, ଶେଷରେ ଅଖାରୁ ଗୋଟେ ବଡ ଟେଡିଟେ ମିଳିଲା, ଯୋଉଟା ମୋ ଦିଅର ବାବୁ କୁନି ଯା ପାଇଁ ପ୍ୟାର ସେ ପଠେଇଥିଲା।